ସୁଭଦ୍ରା ଯୋଜନା ସବୁଠି ଭିଡ଼, ଗରମ ସହିତ ଗହଳି। ସେ ଫର୍ମ ଆଣିବା ପାଇଁ ହେଉ କିମ୍ବା ଆଧାରରେ ମୋବାଇଲ ଲିଙ୍କ ହେଉ, ସବୁଠି ସୁଭଦ୍ରା ସୁଭଦ୍ରା ସୁଭଦ୍ରା। ସାମାନ୍ୟ ଭୁଲ ହେଲେ ମିଳିବନି ସୁଭଦ୍ରା ଟଙ୍କା। କ'ଣ ରହିଛି ନିୟମ, କେମିତି ହେବ ଫିଲ୍ଅପ୍, ସବିଶେଷ ଆମେ ଜାଣିବା ଏବଂ ସଠିକ୍ ଭାବରେ ଆମେ ଫିଲ୍ଅପ୍ କରିବା ଶିଖିବା। ପ୍ରଥମେ ରହିଛି ଭାଗ କ, ଆବେଦନକାରୀଙ୍କ ସବିଶେଷ ବିବରଣୀ, ସମ୍ପୂର୍ଣ୍ଣ ନାମ ଆଧାର ଅନୁଯାୟୀ। ଏଠି କ୍ୟାପିଟାଲ ଲେଟର ଇଂଲିଶ ଅକ୍ଷରରେ ବା ଇଂରାଜୀ ଅକ୍ଷରରେ ଲେଖାଯିବ। ଆପଣ ପ୍ରଥମେ ଆପଣଙ୍କ ନାଁ ଲେଖିବେ, ଗୋଟିଏ ଘର ଛାଡ଼ିକି ଆପଣ ଟାଇଟଲ ଲେଖିବେ। ଦେଖନ୍ତୁ ଆଜ୍ଞା, ଆଧାର କାର୍ଡ଼ରେ ଲେଖାଯାଇଛି ନାମ, କିନ୍ତୁ ଆଧାର କାର୍ଡ଼ରେ ସ୍ମଲ୍ ଲେଟର ଏବଂ କ୍ୟାପିଟାଲ ଲେଟର ମିଶିକି ଅଛି, କିନ୍ତୁ ଆପଣଙ୍କୁ କ୍ୟାପିଟାଲ ଲେଟରରେ ଲେଖିବା ପାଇଁ ପଡ଼ିବ। ତାପରେ ଆପଣଙ୍କର ହେଉଛି ଆଧାର ସଂଖ୍ୟା। ଦେଖନ୍ତୁ ଆଧାର କାର୍ଡ଼ରେ ଯେଉଁ ସଂଖ୍ୟାଟା ଅଛି, ତେଣୁ ଆପଣଙ୍କୁ ଏଠି 12ଟି ସଂଖ୍ୟା, 4ଟା ପ୍ରଥମେ ଲେଖିବେ, ପୁଣି ତାପରେ 4ଟା ଲେଖିବେ, ପୁଣି ତାପରେ 4ଟା ଲେଖିବେ। ଟିକେ ଡିଟେଲ୍ ଦେଇଛି, ଟିକେ ଛାଡ଼ିକି ଦେଇଛି, କାହିଁକି ଭୁଲ ହେବନି, ଆପଣ ସଠିକ୍ ରହିବା ପାଇଁ ସେ ଘର ଗୁଡ଼ାକ ଦେଇଛି, ବୁଝିପାରିଲେ। ତାପରେ ରହିଲା ଆପଣଙ୍କର ସ୍ୱାମୀ ପିତାଙ୍କ ନାମ, ବୁଝିପାରିଲେ। ଏଠି ଦେଖନ୍ତୁ ଆଧାର କାର୍ଡ଼ରେ ଲେଖା ହେଇଛି, ବୁଝିପାରିଲେ, ୱାଇଫ୍ ଅଫ୍ ବା କେୟାର ଅଫ୍, ଆପଣ ସେଇଟା ଦେଖିବେ। ଏବଂ ଯଦି ସ୍ତ୍ରୀ ହେଇଥିବେ ସେ ସ୍ୱାମୀଙ୍କ ନାଁ ଲେଖିବେ, ଯଦି ଝିଅ ହେଇଥିବେ ତାହେଲେ ପିତାଙ୍କ ନାମ ଲେଖିବେ, ବୁଝିପାରିଲେ। ଏଇଠି ପୁରା ଡିଟେଲ୍ ଲେଖା ହେଇଛି, ଆପଣ ସେ ଆଧାର କାର୍ଡ଼କୁ ବେସ୍ କରିକି ଯାହା ଲେଖା ହେଇଛି ଆପଣ ଠିକ୍ ଭାବେ କ୍ୟାପିଟାଲ ଅକ୍ଷରରେ ଲେଖିବେ, ବୁଝିପାରିଲେ। ତାପରେ ହେଉଛି ଆପଣଙ୍କର ଜନ୍ମ ତାରିଖ, ଦିନ ମାସ ବର୍ଷ। ପ୍ରଥମେ ଦିନ ଲେଖିବେ, ଏ ଆଧାର କାର୍ଡ଼ରେ ଲେଖା ହେଇଛି, ଦେଖନ୍ତୁ ପ୍ରଥମ ଦିନ, ତାପରେ ଯେଉଁ ମାସ, କେଉଁ ମାସ, ଜାନୁଆରୀ ନା ଫେବୃଆରୀ ନା କ'ଣ ସେଟା ଲେଖିବେ, ତାପରେ ଆପଣ ମସିହା ଲେଖିବେ। ତାପରେ ଆପଣଙ୍କର ଏଠି ବଡ଼ କଥା ରହୁଛି ବର୍ଗ, ସାଧାରଣ ବର୍ଗ, ଜେନେରାଲ, ତାପରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି। ଏ ଯେଉଁ ସାଧାରଣ କଥା, ସେଥିରେ OBC ଯିବ, SC BC ଯିବେ, ବୁଝିପାରିଲେ, ଏବଂ ସାଧାରଣ ବର୍ଗ ବା ଜେନେରାଲ ଯିବେ। କିନ୍ତୁ ଅନୁସୂଚିତ ଜାତି ଯେଟା ରହୁଛି ଏବଂ ଅନୁସୂଚିତ ଜନଜାତି ଆପଣଙ୍କର SC ST, ବୁଝିପାରିଲେ। ତାପରେ ଆପଣଙ୍କ ବହୁତ ଇମ୍ପୋର୍ଟାଣ୍ଟ କଥା ରହୁଛି ଆଧାର ସଂଯୁକ୍ତ ମୋବାଇଲ ନମ୍ବର। ଆଧାର କାର୍ଡ଼ରେ ଯେଉଁ ଆପଣଙ୍କର ମୋବାଇଲ ନମ୍ବରଟା ରହିଛି, ଲିଙ୍କ ରହିଛି, ସେଇ ମୋବାଇଲ ନମ୍ବରଟା ଆପଣ ଲେଖିବେ। ବିକଳ୍ପ ମୋବାଇଲ ନମ୍ବର ଥାଇ ଦେବେ, ନଦେଲେ କିଛି ପ୍ରୋବ୍ଲେମ୍ ନାହିଁ। ତାପରେ ଆପଣଙ୍କ ଜିଲ୍ଲା, ଯେଉଁ ଜିଲ୍ଲା ହେଇଥିବେ ଆପଣଙ୍କ ଦେବେ, ବାଲେଶ୍ୱର, କେଉଁଝର, ଆପଣ ଯେଉଁ ଜିଲ୍ଲା ହେଇଥିବେ ସେ ଜିଲ୍ଲାର ନାଁ ଲେଖିବେ। ତାପରେ ରହିଛି ଆପଣଙ୍କର ଗ୍ରାମାଞ୍ଚଳ ନିମନ୍ତେ, ସହରାଞ୍ଚଳ ନିମନ୍ତେ। ଗ୍ରାମାଞ୍ଚଳରେ କ'ଣ ଲେଖିବେ, ଗ୍ରାମ ନାଁ ଲେଖିବେ, ଗ୍ରାମ ପଞ୍ଚାୟତ ନାଁ ଲେଖିବେ ଏବଂ ବ୍ଲକ ନାଁ ଲେଖିବେ, ବୁଝିପାରିଲେ। ସହରାଞ୍ଚଳ ନିମନ୍ତେ କ'ଣ ଲେଖିବେ, ୱାର୍ଡ଼ ନମ୍ବର ଲେଖିବେ, ଉର୍ବାନ ଲୋକାଲ ବଡି ଯେଉଁଟା ସେଟା ଆପଣ ଲେଖିବେ ଏବଂ ସହର ବା ନଗର ଆପଣ ଲେଖିବେ, ବୁଝିପାରିଲେ। ଏଇଠି ଗୋଟେ ବହୁତ ବଡ଼ କଥା ଯେ ଆଧାର ସକ୍ଷମ ସଞ୍ଚୟ ଖାତା ଥିବା ବ୍ୟାଙ୍କ ନାମ କହିଛି। ଯଦି ଆପଣ ଏଠି ଆପଣ ଆକାଉଣ୍ଟ ନମ୍ବର ଲେଖି ଦେଉଛନ୍ତି ତାହେଲେ ଫର୍ମଟି ସମ୍ପୂର୍ଣ୍ଣ ଭାବେ ଭୁଲ ହେଇଯିବ। ଏଠି ଆପଣଙ୍କର ବ୍ୟାଙ୍କ ନାମ ଲେଖିବା ପାଇଁ ପଡ଼ିବ, ବୁଝିପାରିଲେ, ଆଉ କିଛି ନୁହେଁ। ଆପଣ ଯଦି ଆକାଉଣ୍ଟ ନମ୍ବର ଲେଖିଦେବେ ତାହେଲେ ବହୁତ ବଡ଼ ଭୁଲ ହେଇଯିବ, ବୁଝିପାରିଲେ, କାରଣ ଆପଣଙ୍କର ଆଧାର ଅନୁସାରେ ପଇସା ଆସିବ। ଦେଖନ୍ତୁ ମୁଁ ଏଠି କହିଦେଉଛି, ଇଏ ହେଉଛି ଆପଣଙ୍କର ୟୁନିୟନ ବ୍ୟାଙ୍କ, ଇଏ ହେଉଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ। ତେଣୁ ବ୍ୟାଙ୍କର ନାଁ ମୁଁ ଲେଖିଛି, ବାସ୍ ଲେଖା ହେଇଛି, ଦେଖନ୍ତୁ ଫର୍ମରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ସେ ଖାତାରେ ଆପଣ ଲେଖିବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବୁଝିପାରିଲେ। ଦେଖନ୍ତୁ ଏଠି ଲେଖା ହେଇଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଆପଣଙ୍କୁ ବ୍ୟାଙ୍କର ନାମ ଲେଖିବା ପାଇଁ ପଡ଼ିବ। ଏଠି ଲେଖା ହେଇଛି ପରବର୍ତ୍ତୀ ପୃଷ୍ଠା, ଦେଖନ୍ତୁ ଆପଣଙ୍କୁ ଉଲ୍ଟାଇ ଦେବେ ଖାତା, କାଗଜଟି ଫର୍ମଟି ଉଲ୍ଟାଇ ଦେବେ, ସେପଟେ କ'ଣ ଲେଖା ହେଇଛି ଆମେ ଦେଖିବା, ଆସନ୍ତୁ କ'ଣ ଲେଖା ହେଇଛି। ଦେଖନ୍ତୁ ଏଠି କ'ଣ ଲେଖା ହେଇଛି ନା ଆପଣଙ୍କର ଭାଗ ଖ, ଘୋଷଣାନାମା। ମୁଁ ଏତଦ୍ୱାରା ଘୋଷଣା କରୁଅଛି ଯେ ପୂର୍ବ ପୃଷ୍ଠାରେ ଉଲ୍ଲିଖିତ ତଥ୍ୟ ମୋର ଜ୍ଞାନ ଅନୁଯାୟୀ ସତ୍ୟ ଅଟେ। ମୁଁ ଜ୍ଞାତ ଯେ ଏଥିରୁ କୌଣସି ମିଥ୍ୟା ପ୍ରମାଣିତ ହେଲେ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇପାରେ ଏବଂ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଦୟାକରି ପ୍ରଯୁଜ୍ୟ ସ୍ଥାନରେ ଟିକ୍ ଚିହ୍ନ ମାରନ୍ତୁ। କ'ଣ ଲେଖା ହେଇଛି, ମୁଁ ଓଡ଼ିଶାର ବାସିନ୍ଦା ଅଟେ। 1 ଜୁଲାଇ 2024 ସୁଦ୍ଧା ମୋର ବୟସ 21 ବର୍ଷ କିମ୍ବା ତାଠାରୁ ଅଧିକ ଏବଂ 60 ବର୍ଷରୁ କମ୍, ବୁଝିପାରୁଥିବେ, 21 ବର୍ଷରୁ ଅଧିକ ହେଇଥିବ ଏବଂ 60 ବର୍ଷରୁ କମ୍ ହୋଇଥିବ। ମୁଁ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଯୋଜନା ଅଧୀନରେ ମାସିକ 1500 ଟଙ୍କା ଅଥବା ତଦୁର୍ଦ୍ଧ୍ୱ କିମ୍ବା ବାର୍ଷିକ 18,000 ଟଙ୍କା ଅଥବା ତଦୁର୍ଦ୍ଧ୍ୱ
ଆର୍ଥିକ ସହାୟତା ରାଶି ପାଉନାହିଁ। ବୁଝିପାରିଲେ? ମୁଁ କିମ୍ବା ମୋର ପରିବାର କୌଣସି ସଦସ୍ୟ ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ MP ଏବଂ କିମ୍ବା ବିଧାନସଭା ସଦସ୍ୟ MLA ନୁହନ୍ତି। ତାଙ୍କ ପରିବାରର ବି ଯଦି କିଏ ହେଇଥିବ ସେମାନେ ଆପ୍ଲାଏ କରିପାରିବେ ନାହିଁ। ମୁଁ କିମ୍ବା ମୋ ପରିବାରର କୌଣସି ସଦସ୍ୟ ଆୟକରଦାତା ନୁହନ୍ତି, ଟ୍ୟାକ୍ସ ଦେଉନାହାନ୍ତି ସରକାରକୁ। ଯାହାର ଅଧିକ ଇନକମ୍ ଥିବ ସେ ଅଧିକ ଟ୍ୟାକ୍ସଟା ଦିଅନ୍ତି, ଯାହାର ଅଧିକ ଇନକମ୍ ଥିବ। ମୁଁ କିମ୍ବା ମୋ ପରିବାରର କୌଣସି ସଦସ୍ୟ କୌଣସି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା କିମ୍ବା ପଞ୍ଚାୟତ ରାଜ ଅନୁଷ୍ଠାନରେ ଜଣେ ନିର୍ବାଚିତ ପ୍ରତିନିଧି ନୁହନ୍ତି। ମାନେ ଆମର ଏପଟେ ଲେଖାଯାଇଛି ପୁଣି ୱାର୍ଡ଼ ମେମ୍ବର ଏବଂ କାଉନସିଲର ବ୍ୟତୀତ, ଅର୍ଥାତ୍ ଯଦି ସଦସ୍ୟ ହେଇଥିବେ ଜିତିଥିବେ କେବେ କିମ୍ବା ଆପଣଙ୍କର ସରପଞ୍ଚରେ ଜିତିଥିବେ, ବୁଝିପାରିଲେ? ଆଉ ଏଇସବୁ ଯଦି ଥିବ ତ ସେମାନେ ଆପ୍ଲାଏ କରିପାରିବେ ନାହିଁ। ମୁଁ କିମ୍ବା ମୋ ପରିବାରର କୌଣସି ସଦସ୍ୟ ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ କୌଣସି ଅଣ୍ଡରଟେକିଂ ଅଥବା ବୋର୍ଡ଼ ଅଥବା ସ୍ଥାନୀୟ ସଂସ୍ଥା ଅଥବା ବିଭାଗର ନିୟମିତ କିମ୍ବା ସ୍ଥାୟୀ କିମ୍ବା ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ନିଯୁକ୍ତି ନୁହନ୍ତି ଅଥବା ଅବସର ପରେ ପେନସନ୍ ପାଉନାହାନ୍ତି। ପେନସନ୍ ମଧ୍ୟ ପାଉଥିବେ ଯଦି ସେ ମଧ୍ୟ ପାଇବେ ନାହିଁ। ମୁଁ କିମ୍ବା ମୋ ପରିବାରର କୌଣସି ସଦସ୍ୟ ଭାରତ ସରକାରଙ୍କ କୌଣସି ସରକାରୀ ବିଭାଗ ଅଥବା ଉଦ୍ୟୋଗ ଅଥବା ବୋର୍ଡ଼ ଅଥବା ସଂଗଠନ ଅଥବା ରାଜ୍ୟ ସରକାରଙ୍କ ଜଣେ ନିର୍ବାଚିତ ମନୋନୀତ ନିଯୁକ୍ତି ପ୍ରତିନିଧି ନୁହନ୍ତି। ମୋର କିମ୍ବା ମୋ ପରିବାରର କୌଣସି ସଦସ୍ୟଙ୍କର 5 ଏକରରୁ ଅଧିକ ଜଳସେଚିତ କିମ୍ବା 10 ଏକରରୁ ଅଧିକ ଅଣଜଳସେଚିତ ଜମି ନାହିଁ। ମୋ ନିଜର ହେଉ କିମ୍ବା ମୋ ପରିବାରର କାହାର ବି ହେଉ, ଯେମିତି ଜଳସେଚିତ ଜମି 5 ଏକରରୁ ହୋଇନଥିବ ବା 10 ଏକର ଯେଉଁ ଅଣ ଜଳସେଚିତ ଜମି ନଥିବ, ଯଦି ଥିବ ହେବ ନାହିଁ। ମୋର କିମ୍ବା ମୋ ପରିବାରର କୌଣସି ସଦସ୍ୟଙ୍କ 4 ଚକିଆ ମୋଟର ଯାନ ନାହିଁ। କିନ୍ତୁ ଏଇଠି ଗୋଟେ କଥା ଦେଇଛି, ଟ୍ରାକ୍ଟର ଛାଡ଼, ମିନି ଟ୍ରକ୍ ଛାଡ଼ ଏବଂ ଛୋଟ ବାଣିଜ୍ୟିକ ଯାନ ଛାଡ଼ କରିଛି ଏବଂ ଅନ୍ୟ ସମାନ ହାଲୁକା ମାଲବାହୀ ଯାନ ବ୍ୟତୀତ ସେ କହିଛି। ବଡ଼ ବଡ଼ ଯଦି ଥିବ ତାହେଲେ ସେଇଟା ହେବ ନାହିଁ। ମୋ ପରିବାରର ବାର୍ଷିକ ଆୟ 2.5 ଲକ୍ଷ ଟଙ୍କା, 2.50 ମାନେ ବା 2.50 ଲକ୍ଷ ମାନେ 2.5 ଲକ୍ଷ ଟଙ୍କା, କେବଳ 2,50,000 ଟଙ୍କାରୁ କମ୍ ହୋଇଥିବ, ଅଧିକା ହେଲେ ମଧ୍ୟ ହେବ ନାହିଁ। ବୁଝିପାରିଲେ? ବର୍ତ୍ତମାନ ସେ ସବୁ ଘରେ କ'ଣ କରିବା ନା ଟିକ୍ ଚିହ୍ନ ମାରିବା। ଆମେ ସଠିକ୍ ଭାବେ ପଢ଼ିବା, ବୁଝିପାରିଲେ? ଏବଂ ପ୍ରତ୍ୟେକ ଘରେ ଯେଉଁ ବାଁ ସାଇଡ଼୍ରେ ଯେଉଁ ପ୍ରଥମ ଅଛି ଘର ଗୁଡ଼ାକ ସେଥିରେ ଆମେ ଟିକ୍ ଚିହ୍ନ ମାରିବା। ବୁଝିପାରିଲେ? ତାପରେ ଆପଣଙ୍କର ରହିଲା କ'ଣ ନା, ଏତଦ୍ ବ୍ୟତୀତ ମୋ ନିମ୍ନଲିଖିତ ପାଇଁ ସମ୍ମତି ଜଣାଉଛି। ମୋର ପ୍ରମାଣୀକରଣ ମାନ୍ୟତା ପାଇଁ UIDAI ଅର୍ଥାତ୍ ଆଧାର ଯେଉଁ କଥା ରହିଲା, ମୋର ଆଧାର ନମ୍ବର ଏବଂ ଜନସଂଖ୍ୟା ବିବରଣୀ ହାସଲ ନିମନ୍ତେ ମୁଁ ଓଡ଼ିଶା ସରକାରଙ୍କୁ ଅନୁମତି ପ୍ରଦାନ କରୁଛି। ଏହି ଉଦ୍ଦେଶ୍ୟ ପାଇଁ ନିଜକୁ ପ୍ରମାଣୀକରଣ କରିବାରେ ମୋର କୌଣସି ଆପତ୍ତି ନାହିଁ ଏବଂ ସମ୍ପୂର୍ଣ୍ଣ ଭାବେ ଜ୍ଞାତ ଯେ ଏହି ସୂଚନା କେବଳ ଉପରୋକ୍ତ ଉଦ୍ଦେଶ୍ୟରେ ବ୍ୟବହୃତ ହେବ। ମୋର ଅତିରିକ୍ତ ATM କମ୍ ଡେବିଟ୍ କାର୍ଡ଼ ଜାରି କରିବା ପାଇଁ ମୋର ଆଧାର ସକ୍ଷମ ବ୍ୟାଙ୍କ ଆକାଉଣ୍ଟ ରକ୍ଷଣାବେକ୍ଷଣ କରୁଥିବା ବ୍ୟାଙ୍କକୁ ପରାମର୍ଶ ଦେବା ପାଇଁ ମୁଁ ଓଡ଼ିଶା ସରକାରଙ୍କୁ ଅଧିକାର ଦେଉଛି। ଏଇଟା ଆପଣଙ୍କର ଯେଉଁ ବ୍ୟାଙ୍କ ଆକାଉଣ୍ଟ ନାମ ଦେଇଥିବେ ସେ ଆକାଉଣ୍ଟକୁ ଆପଣ ଅନୁମତି ଦେଲେ ବୋଲି ଘୋଷଣାନାମା ଜଣାଇଲେ। ବୁଝିପାରିଲେ? ତାପରେ ରହିଲା ଓଡ଼ିଶା ସରକାରଙ୍କ ଠାରୁ DBT ପ୍ରାପ୍ତ କରିବା ପାଇଁ ମୁଁ ମୋର ଆଧାର ସକ୍ଷମ ବ୍ୟାଙ୍କ ଆକାଉଣ୍ଟକୁ NPCI ମ୍ୟାପ୍ରେ ସହିତ ସଂଯୋଗ କରିବାକୁ ମୋର ସମ୍ମତି ଜଣାଉଛି। ଏଇଠି ରହିଲା କ'ଣ ନା DBT ଅର୍ଥାତ୍ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର। ବୁଝିପାରିଲେ ନା? ଅର୍ଥାତ୍ ଆପଣଙ୍କର ଡାଇରେକ୍ଟ ବେନିଫିସିଆରୀ ତା'ର ଉପକୃତ ପାଇବା, ଆପଣଙ୍କ ପାଖକୁ ଡାଇରେକ୍ଟ ପଇସା ଆସିବ, ଟଙ୍କା ଆସିବ। ବୁଝିପାରିଲେ? ଏଇଟା ସରକାର କରିଛନ୍ତି। ତାପରେ ଆପଣଙ୍କର ରହିଲା ଯେଉଁଟା NPCI ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ। ଏଥିରେ କ'ଣ ହେବ ନା ଆପଣଙ୍କର ଯେଉଁ ରହୁଛି UPI ପେମେଣ୍ଟ, ଏଥିରେ ମଧ୍ୟ ଆପଣ କରିପାରିବେ। ମୁଁ ଏହା ମଧ୍ୟ ସହମତ ଯେ ଓଡ଼ିଶା ସରକାର ସୁଭଦ୍ରା ପାଇଁ ମୋର ପରିଚୟ ପ୍ରତିଷ୍ଠା ଏବଂ ପ୍ରମାଣିତ କରିବା ନିମନ୍ତେ ମୋ ଆଧାର ସଂଖ୍ୟାର ବ୍ୟବହାର କରିପାରିବେ। ତାପରେ ଆପଣଙ୍କର ରହିଲା ମୁଁ ସୁଭଦ୍ରା ଅଧୀନରେ ଥିବା ସମସ୍ତ ନିୟମ ଓ ସର୍ତ୍ତାବଳୀରେ ସହମତ। ଏସବୁ ସହମତ ପାଇଁ ଆପଣଙ୍କର ନିଶ୍ଚିତ ଦସ୍ତଖତ ଦରକାର। ଆପଣ ଯେମିତି ଦସ୍ତଖତ କରନ୍ତି, ଏଠି ରନିଂ ଲେଟର ଯେଉଁଟା ଆପଣଙ୍କର କହୁଛି, କ୍ୟାପିଟାଲ ଲେଟର ନୁହେଁ, ଆପଣ ଯେମିତି ସିଗ୍ନେଚର କରନ୍ତି ସେମିତି ସିଗ୍ନେଚର କରିବେ। ବୁଝିପାରିଲେ? ଆପଣଙ୍କର ଡେଟ୍